ଗାନ୍ଧିଜୀଙ୍କ ଜନ୍ମ 1869 ମସିହା। କସ୍ତୁରବାଙ୍କୁ ବିବାହ 1882 ମସିହା। ଇଂଲଣ୍ଡ ଯାତ୍ରା ବାରିଷ୍ଟରୀ ପଢ଼ିବା ପାଇଁ 1888 ମସିହା। ଇଂଲଣ୍ଡରେ ବାରିଷ୍ଟରୀ ପଢ଼ିସାରି ଭାରତକୁ ଫେରିଲେ 1891 ମସିହା। ରାଜକୋଟ ଓ ବମ୍ବେରେ ଆଇନ ବ୍ୟବସାୟ ଆରମ୍ଭ 1891 ମସିହା। ଦକ୍ଷିଣ ଆଫ୍ରିକା ମକଦ୍ଦମା ଲଢ଼ିବା ପାଇଁ ଗାନ୍ଧିଜୀ ଗଲେ 1891 ମସିହା। ଗାନ୍ଧିଜୀ ଦକ୍ଷିଣ ଆଫ୍ରିକାରେ ନାଟାଲ ଭାରତୀୟ କଂଗ୍ରେସ ଗଠନ 1894 ମସିହା। ଇଣ୍ଡିଆନ ଓପିନିଅନ ସମ୍ବାଦ ପତ୍ରିକା ପ୍ରକାଶ 1903 ମସିହା। ଜୋହାନ୍ସବର୍ଗ କାରାଗାରରେ ବନ୍ଦୀ 1906 ମସିହା। ଦକ୍ଷିଣ ଆଫ୍ରିକାରୁ ଭାରତକୁ ଫେରିଲେ ଗାନ୍ଧିଜୀ 1915 ଜାନୁଆରୀ 9। ସାବରମତୀ ଆଶ୍ରମ ପ୍ରତିଷ୍ଠା 1916। ଚମ୍ପାରନ ଆନ୍ଦୋଳନ 1917। ଖେଡ଼ା ଆନ୍ଦୋଳନ 1918। ରାଓଲତ ବିରୋଧୀ ଆନ୍ଦୋଳନ 1919। ଜାଲିଆନାୱାଲାବାଗ ହତ୍ୟାକାଣ୍ଡ 1919 ଏପ୍ରିଲ 13। ପରବର୍ତ୍ତୀ ଭିଡ଼ିଓ ଦେଖିବା ପାଇଁ ଲାଇକ୍, ସବସ୍କ୍ରାଇବ୍, କମେଣ୍ଟ, ସେୟାର କରନ୍ତୁ। ଓକେ, ଥ୍ୟାଙ୍କ୍ସ।